जय माँ जागुळे। ओम जा देवी सर्वभूतेषु भक्तिरूपेण संस्थिताः नमस्तस्यै नमो नमः। আজি ମାଙ୍କର ପଞ୍ଚମ ଦିବସ ପଞ୍ଚମ ବାର୍ଷିକ ଦିବସ। ଆଜି ମା ସ୍କନ୍ଦ ମାତା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ମା ଆଜି ବାମ ହସ୍ତରେ ସ୍କନ୍ଦ ସନ୍ତାନକୁ ମା ଆଜି କୋଳରେ ଧାରଣ କରିଛନ୍ତି। ଦୁଇ ହାତରେ ପଦ୍ମ ପାଖୁଡ଼ା ଧାରଣ କରିଛନ୍ତି। ବାମ ହସ୍ତରେ ଆଶୀର୍ବାଦ ପ୍ରଦାନ କରୁଛନ୍ତି। ଆଜି ମାଙ୍କର ବାଲ୍ୟରୁ ମହାସ୍ନାନ, ସ୍ନାନ ପରେ ସୂର୍ଯ୍ୟ ପୂଜା ପରେ ମାଙ୍କର ବାଳ ଭୋଗ ଆଜି ସରି ମଧ୍ୟାହ୍ନରେ ଶଙ୍କୁଡ଼ି ଭୋଗ ଲାଗି ହୋଇଛି। ପରେ ମାଙ୍କର ସନ୍ଧ୍ୟା 5:30 ସମୟରୁ ମାଙ୍କର ଭୃଙ୍ଗାରୀ ସ୍ନାନ ଆଜି ହୋଇଛି ଶୀଘ୍ର। ତ ମାଙ୍କର ଭୃଙ୍ଗାରୀ ସ୍ନାନ ପରେ ପରେ ମାଙ୍କର ନୀତି ବଢ଼ି 16 ପୂଜା ହେଇଛି। ପରେ ମାଙ୍କର ପ୍ରପାନକ ନୈବେଦ୍ୟ, ବାଳ ଭୋଗ ଇତ୍ୟାଦି ଲାଗି ହୋଇଛି। ପରବର୍ତ୍ତୀ ସମୟରେ ମାଙ୍କର ଚଣ୍ଡୀପାଠ ଇତ୍ୟାଦି ବର୍ତ୍ତମାନ ଚାଲି ରହିଛି। ମାଙ୍କର ଚଣ୍ଡୀପାଠ ସରିବା ପରେ ମାଙ୍କର ଆଳତି ପୁଣି ଶଙ୍କୁଡ଼ି ଧୂପ ଅଛି। ପରେ ମା ବିଶ୍ରାମ ଏବଂ ଶୃଙ୍ଗାର ତାଙ୍କର ଖୋଲାଯିବ। ଆଜି ମା ଏଇ ଯେଉଁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଯେଉଁକି ସ୍କନ୍ଦ ହେଉଛନ୍ତି କାର୍ତ୍ତିକ ଆଜି ମାଙ୍କର ପୁତ୍ର ଯିଏକି ବଡ଼ ସନ୍ତାନ, ଯେଉଁକି ଶିବ ଏବଂ ପାର୍ବତୀ। ଶିବ ପାର୍ବତୀଙ୍କୁ ଯେତେବେଳେ ବିବାହ କରିଥିଲେ, ଗଙ୍ଗା ମାତା ଯେତେବେଳେ ମାଗିଥିଲେ କି ଗଙ୍ଗାଙ୍କର ଇଚ୍ଛା ଥିଲା କି ଗଙ୍ଗା ତପସ୍ୟା କରୁଥିଲେ ପ୍ରଭୁଙ୍କୁ ବିବାହ କରିବେ କି ମହାଦେବଙ୍କୁ ବିବାହ କରିବେ, ଯୋଉଟାକି ତ ଇଙ୍ଗିତରେ ମାତା ପାର୍ବତୀ ତାଙ୍କ ସଖୀମାନଙ୍କୁ କହୁଥିଲେ କି ଋଷିଙ୍କ ଉପରକୁ ଯଦି ପାଣି ପକେଇଦବ ତାହେଲେ ମନସ୍କାମନା ପୂର୍ଣ୍ଣ ହେଇଯିବ। ଯାହାକି ଗଙ୍ଗା ଦେବୀ ଲୁଚି ଏଇଟା ଶୁଣି ଦେଇଥିଲେ ମା ପାର୍ବତୀଙ୍କ ଠାରୁ। ପର ସମୟ ସିଏ ହିଁ ସେୟା କରିଥିଲେ କି ଋଷି ଯାଉଥିବା ସମୟରେ ତାଙ୍କ ଉପରକୁ ପାଣି ପକେଇ ଦେଇଥିଲେ। ତ ଋଷି ସେଠି ସାଙ୍ଗେ ସାଙ୍ଗେ ରାଗି ଯାଇ କ୍ରୋଧିତରେ ଅଭିଶାପ ଦେଇଥିଲେ କି ତୁ ଯେମିତି ମୋ ଉପରକୁ ପାଣି ପକେଇ ତୁ ସେମିତି ପାଣି ଭଳିଆ ବୋହିଯା। ସେଇ ଦିନଠୁ ମା ଗଙ୍ଗା ବୋହି ଯାଉଛନ୍ତି। ତେଣୁକରି ମା ଗଙ୍ଗା ଯେତେବେଳେ ଅଭିଶାପ ଦେବାକୁ ଚାହିଁଲେ କି ତୋ ବୋଲରେ ପଡ଼ିକି ମୁଁ ଆଜି ଏଇଭଳିଆ ପରିସ୍ଥିତିରେ ପଡ଼ିଲି, ଏଇ ସମୟରେ ମହାଦେବ ସ୍ୱୟଂ ଆବିର୍ଭାବ ହେଇଥିଲେ, ପ୍ରକଟ ହେଇଥିଲେ ସେଠି। ମହାଦେବ କହିଲେ ମୁଁ ତୁମ ପୂଜାରେ ସନ୍ତୁଷ୍ଟ ଅଛି, କିନ୍ତୁ ଯଦି ବି ତମେ ଅଭିଶାପ ଦେବ କିଛି ଅଭିଶାପ ଦେବ ନାହିଁ, ମୁଁ ନିଜ ଆଡ଼ୁ ହିଁ ସ୍ୱୀକାର କରୁଛି ଯେ ମୁଁ ପାର୍ବତୀଙ୍କୁ ବିବାହ କରିବି, ଆମର ନିଜସ୍ୱ କୌଣସି ସନ୍ତାନ ହେବନି, ଯାହା ହବ ପରପ୍ରାପ୍ତି। ତେଣୁକରି ସେଇଭଳି ଇଏରେ ମାଙ୍କର ଏଇ ଯୋଉ ପ୍ରଭୁଙ୍କର ଯୋଉ ସନ୍ତାନ ପ୍ରାପ୍ତି ହେଇଛି, ପ୍ରଭୁଙ୍କର ଉଜ୍ଜ୍ୱଳ ତେଜରୁ ହିଁ ସ୍ୱୟଂ କାର୍ତ୍ତିକ ଆବିର୍ଭାବ ହୋଇଥିଲେ। ତେଣୁକରି ସେହି ମା ଆଜି କାର୍ତ୍ତିକଙ୍କୁ ସ୍କନ୍ଦ ମାତା ଯିଏକି ସ୍କନ୍ଦଙ୍କୁ ଧାରଣ କରିଛନ୍ତି ବକ୍ଷରେ। ଇଏ ହେଉଛି ମାଙ୍କର ଆଜିର ବେଶ। ପରବର୍ତ୍ତୀ ସମୟରେ ମାଙ୍କର ଅନ୍ୟାନ୍ୟ ବେଶ ଅଛି, ନୀତିକାନ୍ତି ଅଛି ମଧ୍ୟ। ଜୟ ମା ଜାଗୁଳାଇ।